ଆଜିର ଚାଲିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। 1. ସମ୍ପର୍କ ବା ବନ୍ଧୁତା ତାହା ନୁହେଁ ଯାହା ରାଣ ନିୟମରେ ବା ବାଧ୍ୟତାମୂଳକ ଭାବେ ନିଜ ସ୍ୱାର୍ଥ ହାସଲ ପାଇଁ ହୋଇଥାଏ। ସମ୍ପର୍କ ବା ବନ୍ଧୁତା ତାକୁ କୁହାଯାଏ ଯେଉଁଥିରେ ଜଣକୁ କଷ୍ଟ ହେଲେ ଆଉ ଜଣକ ଆଖିରୁ ଲୁହ ଝରିଥାଏ। 2. ଯଦି ତୁମେ କୌଣସି କାର୍ଯ୍ୟରେ ଅସଫଳ ହେଲ ତେବେ ଧୈର୍ଯ୍ୟ ହରାଅ ନାହିଁ। କାରଣ ଏହା ତୁମ ପାଇଁ ଏକ ପ୍ରାରମ୍ଭିକ ଶିକ୍ଷଣ। ଏଥିରୁ ଯେଉଁ ଦୁର୍ବଳତା ବା ଭୁଲ ଚିହ୍ନଟ କଲ ତାକୁ ଫିଙ୍ଗି ସେଇ ଜାଗାରେ ଠିକ୍ ବା ସବଳତା ଭରିଦିଅ। ଦେଖିବ ସଫଳତା ତୁମକୁ ଆସି ନିଦରୁ ଉଠେଇ ଅଭିବାଦନ ଜଣାଇବ। 3. ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବାର ଇଚ୍ଛା ରଖିଥାନ୍ତି କି ମୋ ଜୀବନକୁ ମୁଁ ଏଭଳି ଭାବରେ ଗଢ଼ିବି। କିନ୍ତୁ ପରିବର୍ତ୍ତନ ହେବା ପାଇଁ ଆମେ ନିଜକୁ ବହୁତ ବିଳମ୍ବ କରିଦେଉ। ଫଳରେ ଆମକୁ ପରିବର୍ତ୍ତନ ହେବା ପାଇଁ ଆଉ ସମୟ ହିଁ ମିଳେ ନାହିଁ। ତେଣୁକରି ତ ଆମକୁ ନିରାଶର ଜୀବନ ବିତେଇବାକୁ ପଡ଼େ। ଏଣୁ ସର୍ବଦା ଆପଣ ଯାହା ଭାବନ୍ତି ତାକୁ ଏବେ ହିଁ କରନ୍ତୁ, ନଚେତ ଆଉ କେବେ ହେଲେ କରିହେବ ନାହିଁ। 4. ବାସ୍ତବରେ ସବୁକିଛି ସବୁ ସମୟରେ ନିର୍ଭୁଲ ଭାବରେ ଚାଲିଥାଏ। କିନ୍ତୁ ନିଜ ଅସ୍ଥିର ମନ କାରଣରୁ ଆମକୁ ବେଳେବେଳେ ସବୁ କିଛି ଭୁଲଭାଲ ଭଳି ଅନୁଭବ ହୁଏ। କିନ୍ତୁ ବାସ୍ତବରେ ଭୁଲଭାଲ ଦୁନିଆରେ ନୁହେଁ ବରଂ ଆମ ନିଜ ମନରେ ଚାଲିଥାଏ। ଫଳରେ ଆମକୁ ସବୁକିଛି ଭୁଲଭାଲର ଅନୁଭବ ହୋଇଥାଏ। ଏଣୁ ସଦାସର୍ବଦା ନିଜ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ ଓ ଚିନ୍ତାମୁକ୍ତ ହୋଇ ନିଜ କର୍ତ୍ତବ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ପାଳନ କରନ୍ତୁ। ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ। 5. ଯଦି କେହି ବ୍ୟକ୍ତି ଆପଣଙ୍କୁ ସମ୍ମାନ କରନ୍ତି ତାହେଲେ ଆପଣ ମଧ୍ୟ ତାଙ୍କୁ ସମ୍ମାନ କରନ୍ତୁ ଏବଂ ଯଦି କେହି ବ୍ୟକ୍ତି ଆପଣଙ୍କୁ ଅସମ୍ମାନ କରନ୍ତି ତଥାପି ଆପଣ ତାଙ୍କୁ ସମ୍ମାନ କରନ୍ତୁ କାରଣ ଆପଣଙ୍କର ଭଲ ଆଚରଣକୁ ଖରାପ କରିବା ପାଇଁ ତାଙ୍କୁ ସୁଯୋଗ ଦିଅନ୍ତୁ ନାହିଁ। 6. ଯେମିତି ମା ଘର କାମରେ ଯେତେ ବ୍ୟସ୍ତ ଥିଲେ ବି ତାର ମନ ନିଜର ଶିଶୁ ସନ୍ତାନ ପାଖରେ ଥାଏ, ସେମିତି ନିଷ୍କାମ ପ୍ରେମୀ ଭକ୍ତ ସଂସାରରେ ଯେଉଁ କର୍ମରେ ବ୍ୟସ୍ତ ଥିଲେ ମଧ୍ୟ ତାର ମନ ଭଗବାନଙ୍କ ପାଖରେ ଥାଏ। ତେଣୁ ସେ ସଦା ସର୍ବଦା ଭଗବାନଙ୍କ ଦୃଷ୍ଟିରେ ରହିଥାଏ। ଯାହାର ମନ ସର୍ବଦା ଭଗବାନଙ୍କ ଠାରେ ଥାଏ ତାର କେବେ ପତନ ହୁଏ ନାହିଁ। 7. ସହିବାର ଗୋଟେ ସୀମା ଥାଏ। ଯେତେବେଳେ ଏହି ସୀମା ପାର ହୋଇ କଷ୍ଟ ହୁଏ ତେବେ ଜଣେ ନିରୀହ ଲୋକ ମଧ୍ୟ ଉଗ୍ର ରୂପ ନେଇଥାଏ। 8. ଗୁରୁ ଏବଂ ଗୁରୁଜନ ସବୁବେଳେ ନମସ୍ୟ। ସେମାନେ ନିଜର ସାମାଜିକ, ସାଂସାରିକ ଏବଂ ରାଷ୍ଟ୍ରୀୟ କର୍ତ୍ତବ୍ୟ ସଠିକ ଭାବରେ ପାଳନ କଲେ ଏହି ଧରାଧାମରେ ସ୍ୱର୍ଗର ଅବତରଣ ହୋଇପାରିବ। 9. ନିଜ କର୍ମଫଳରୁ ରାଜା ଯୁଧିଷ୍ଠିର ରାଜ୍ୟ ହରାଇ ବନବାସ କରିବା ପାଇଁ ବାଧ୍ୟ ହୁଅନ୍ତି। ଏହା ପରମସ୍ତ୍ୟ ଯେ କର୍ମଫଳରୁ ଦେବ, ଦାନବ, ମାନବ କେହି ମଧ୍ୟ ମୁକ୍ତ ନୁହନ୍ତି। 10. ଆଖି ନଥିବା ଲୋକ ଅନ୍ଧ ନୁହେଁ। ଯେଉଁମାନେ ଅନ୍ୟାୟକୁ ଦେଖି ମଧ୍ୟ ଚୁପଚାପ ରହନ୍ତି, ଅଧର୍ମୀ ମାନଙ୍କର ପଥରୋଧ କରନ୍ତି ନାହିଁ, ଭ୍ରଷ୍ଟାଚାରକୁ ସହିଯାଆନ୍ତି ସେହିମାନେ ସମ୍ପୂର୍ଣ୍ଣ ଅନ୍ଧ। 11. ଗର୍ବ ଓ ଅହଙ୍କାର ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ। ଏହା ମନୁଷ୍ୟକୁ ଅନ୍ଧ ବଣାଇ ଦେଇଥାଏ। ଫଳରେ ମନୁଷ୍ୟ ସର୍ବଦା ସତ୍ୟ ଓ ଧର୍ମଠାରୁ ଦୂରକୁ ଦୂରକୁ ଚାଲି ଯାଇଥାଏ ଏବଂ ପତନ ବା ବିନାଶର ଦିଗରେ ହିଁ ଅଗ୍ରସର ହୋଇଥାଏ। ତେଣୁ ଗର୍ବ ଓ ଅହଙ୍କାରରୁ ମୁକ୍ତ ରହି ପ୍ରଭୁଙ୍କ ନିକଟରେ ଶରଣାଗତ ହେବା ହିଁ ବୁଦ୍ଧିମତ୍ତାର ପରିଚୟ। 12. ଗର୍ବ ଏବଂ ଅହଙ୍କାର ଭୀମ ଅର୍ଜୁନ ପରି ବଳଶାଳୀ ବ୍ୟକ୍ତିକୁ ଧରାଶାୟୀ କରିଦିଏ, ମଣିଷ ତ ଛାର ଅଟେ। 13. ଜୀବନରେ ସୁଖ ଶାନ୍ତିରେ ରହିବାକୁ ହେଲେ ଦୁଇଟା ଶକ୍ତିର ନିହାତି ଆବଶ୍ୟକ। ଗୋଟିଏ ହେଲା ସହିବା ଶକ୍ତି, ଅନ୍ୟଟି ବୁଝିବା ଶକ୍ତି। ଏହାକୁ ଯିଏ ପାଇଛି ସେ ବ୍ୟକ୍ତି ହିଁ ସୁଖଶାନ୍ତିରେ ରହିଛି। 14. ଯଦି କେବେ ଜୀବନରେ କାହାକୁ ଭଲ ପାଇବାକୁ ଇଚ୍ଛା ହୁଏ ତେବେ ନିଜର ଦୁଃଖକୁ ଭଲ ପାଅ। କାରଣ ଦୁନିଆର ନିୟମ ଅଛି ଯାହାକୁ ତୁମେ ଯେତେ ଅଧିକ ଭଲ ପାଇବ ସେ ତୁମଠାରୁ ସେତେ ଦୂରେଇ ଯିବ। 15. ଯେଉଁ ଜୀବନରେ ସମସ୍ୟା ନାହିଁ ସେ ଜୀବନ ଜୀବନ ନୁହେଁ। ସମସ୍ୟାକୁ ମୁକାବିଲା କରିବାର ସାମର୍ଥ୍ୟ ପ୍ରତ୍ୟେକ ମଣିଷର ରହିବା ଉଚିତ। 16. ମଣିଷ ଜୀବନ ପାନି ଫୋଟକା ଆସିଛି ଏକା, ଯିବ ସେ ଏକା। 17. ଆତ୍ମବିଶ୍ୱାସ ଥିଲେ ଉଚ୍ଚପଦସ୍ଥ ଲୋକେ ମଧ୍ୟ ଆପଣଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେବେ।
ଅଥର ଜୀବନର ସବୁଠାରୁ ବଡ଼ ସରପ୍ରାଇଜ୍ ହେଉଛି ମୃତ୍ୟୁ। ହଠାତ୍ ଦିନେ ଆସି ସମସ୍ତଙ୍କୁ ଚମକାଇ ଦେବ। 19 ଗୋଟିଏ ସେକେଣ୍ଡରେ ଯଦି କିଛି ପରିବର୍ତ୍ତନ ହୁଏ, ତାହା ହେଉଛି ମଣିଷର ମନ। 20 ନିଜକୁ ଗାଣି ଭାବନ୍ତୁ ମନା ନାହିଁ। କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୂର୍ଖତା କରନ୍ତୁ ନାହିଁ, କାରଣ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାକୁ ମିଳିଥାଏ। 21 ନିଜର ଦୁଃଖ ଓ କଷ୍ଟ କେବଳ ଭଗବାନଙ୍କୁ ଜଣାଅ, ଦୁନିଆ ଲୋକଙ୍କୁ ନୁହେଁ। କାହିଁକି ନା ଦୁନିଆରେ ପ୍ରାୟ ସମସ୍ତେ ଦୁର୍ବଳତାର ଫାଇଦା ଉଠେଇଥାନ୍ତି। 22 ମୂର୍ଖ ଲୋକଙ୍କ ପାଇଁ ସମାଜ ନଷ୍ଟ ହୁଏ ନା, ସମାଜ ନଷ୍ଟ ହୁଏ ଶିକ୍ଷିତ ଲୋକଙ୍କ ମୂର୍ଖ ସ୍ୱଭାବ ପାଇଁ। 23 କାଢ଼ିଦେଲେ ବିଷ ରହିଯାଏ, ବି କାଢ଼ିଦେଲେ ସାହାରେନି ଯୋଡ଼ିଦେଲେ ନିଶ୍ୱାସ ହୋଇଯାଏ। ବିଷ ଆଉ କିଛି କରିପାରେ ନାହିଁ, କେବଳ ମଣିଷର ଛଡ଼େଇ ନିଏ। ଯେତେବେଳେ ବିଷ ମିଶିଯାଏ ସେତେବେଳେ ନେବା ବି ମୁସ୍କିଲ ହୋଇପଡ଼େ। କିଏ ମରିଯାଏ ଆଉ କିଏ ମରି ମରି ଜିଇଥାଏ। 24 କୌଣସି ବି ସମ୍ପର୍କକୁ ତୁଲାଇବା ପାଇଁ ରାଣ, ନିୟମ କି ପ୍ରତିଶ୍ରୁତି ଦରକାର ନାହିଁ। ତାକୁ ତୁଲାଇବା ପାଇଁ କେବଳ 2 ଜଣ ଭଲ ମଣିଷର ଆବଶ୍ୟକ, ଯିଏକି ଜଣେ ଭରସା କରିଲେ ଆଉ ଜଣେ ତାକୁ ବୁଝିପାରୁଥିବ। 25 ଏହା ସର୍ବଦା ମନେ ରଖନ୍ତୁ ଯେ କାହାକୁ ଖରାପ କହିବା ଆଗରୁ ସର୍ବପ୍ରଥମେ ନିଜକୁ ଭଲ ବୋଲି ସାବ୍ୟସ୍ତ କରନ୍ତୁ। 26 ସମାଧାନର ରାସ୍ତା ସବୁବେଳେ ରହିଛି, କେବଳ ନିଜେ ନିଜର ଗର୍ବ, ଅହଙ୍କାର, ଅଜ୍ଞତାର ଚଷମା ଖୋଲି ସତ୍ୟ, ଧର୍ମ, ଶାସ୍ତ୍ରୀୟ ବିଚାରର ଆଶ୍ରୟ ନେବାର ଦରକାର ଅଛି। 27 ମାୟା ମୋହରେ ଅନ୍ଧ ବ୍ୟକ୍ତି ଆଗତ ଭବିଷ୍ୟତକୁ ଦେଖିପାରେ ନାହିଁ। ଏହା ଭବିଷ୍ୟତରେ ମହାଭାରତ ସୃଷ୍ଟି କରେ। 28 ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବାର ଇଚ୍ଛା ରଖିଥାନ୍ତି କି ମୋ ଜୀବନକୁ ମୁଁ ଏଭଳି ଭାବରେ ଗଢ଼ିବି, କିନ୍ତୁ ପରିବର୍ତ୍ତନ ହେବା ପାଇଁ ଆମେ ନିଜକୁ ବହୁତ ବିଳମ୍ବ କରିଦେଉ। ଫଳରେ ଆମକୁ ପରିବର୍ତ୍ତନ ହେବା ପାଇଁ ଆଉ ସମୟ ହିଁ ମିଳେ ନାହିଁ। ତେଣୁକରି ତ ଆମକୁ ନିରାଶର ଜୀବନ ବିତେଇବାକୁ ପଡ଼େ। ଏଣୁ ସର୍ବଦା ଆପଣ ଯାହା ଭାବନ୍ତି ତାକୁ ଏବେ ହିଁ କରନ୍ତୁ, ନଚେତ ଆଉ କେବେ ହେଲେ କରିହେବ ନାହିଁ। 29 ସବୁକିଛି ସବୁ ସମୟରେ ନିର୍ଭୁଲ ଭାବରେ ଚାଲିଥାଏ, କିନ୍ତୁ ନିଜ ଅସ୍ଥିର ମନ କାରଣରୁ ଆମକୁ ବେଳେବେଳେ ସବୁ କିଛି ଭୁଲଭାଲ ଭଳି ଅନୁଭବ ହୁଏ। କିନ୍ତୁ ବାସ୍ତବରେ ଭୁଲଭାଲ ଦୁନିଆରେ ନୁହେଁ, ବରଂ ଆମ ନିଜ ମନରେ ଚାଲିଥାଏ। ଫଳରେ ଆମକୁ ସବୁକିଛି ଭୁଲଭାଲର ଅନୁଭବ ହୋଇଥାଏ। ଏଣୁ ସଦାସର୍ବଦା ନିଜ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ ଓ ଚିନ୍ତାମୁକ୍ତ ହୋଇ ନିଜ କର୍ତ୍ତବ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ପାଳନ କରନ୍ତୁ। ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ। 30 ଛୋଟ ଛୋଟ କଥା ମାନିବାର ଭାବ ଚିହ୍ନେଇ ଦିଏ ଆମ ଭିତରେ ଥିବା ଶୃଙ୍ଖଳାର ଉପସ୍ଥିତି। ଯାହା ଭିତରେ ଏସବୁ ନଥାଏ, ସେ ତ ଭବିଷ୍ୟତରେ ବିଶୃଙ୍ଖଳିତ ହୁଏ, ପୁନଶ୍ଚ ତାର ପରବର୍ତ୍ତୀ ପିଢ଼ିଙ୍କୁ ମଧ୍ୟ ବିଶୃଙ୍ଖଳିତ ଭାବେ ସୃଷ୍ଟି କରିବାରୁ ବଞ୍ଚିତ କରେନା। 31 ମଣିଷ ଘର ବଦଳାଇଥାଏ, ବସ୍ତ୍ର ବଦଳେଇଥାଏ, ସମ୍ପର୍କ ବଦଳେଇଥାଏ, ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ୱଭାବ ବଦଳେଇ ପାରେ ନାହିଁ। 32 ଯିଏ ତୁମ ପାଖରେ ଅନ୍ୟ ଲୋକ ବିଷୟରେ ଖରାପ କଥା ଗପୁଛି, ସିଏ ଅନ୍ୟ କାହା ପାଖରେ ତୁମ ବିଷୟରେ ଖରାପ କଥା ଗପିପାରେ। ଏଭଳି ଲୋକଠୁ ଦୂରେଇ ରହିବା ଭଲ। 33 ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେ ନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେ ନାହିଁ। 34 ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ। ଧୈର୍ଯ୍ୟର ସହ ପରିସ୍ଥିତି ସହିତ ଲଢ଼ନ୍ତୁ, ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ। 35 ଯେବେ ମଣିଷ କାହାକୁ ଅସମ୍ମାନ ଓ ଅପମାନ କରୁଥାଏ, ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ, ସେତେବେଳେ ସେ ଅନ୍ୟର ନୁହେଁ ନିଜର ସମ୍ମାନ ହରାଉଥାଏ। 36 ଜୀବନର ପ୍ରତିକ୍ଷଣରେ ଯୁଦ୍ଧ ଅବଶ୍ୟମ୍ଭାବୀ, ଯଦିଓ ଯୁଦ୍ଧ ସମ୍ପୂର୍ଣ୍ଣ ଟାଳି ହେବ ନାହିଁ, ଶାନ୍ତି ପାଇଁ ପ୍ରଚେଷ୍ଟା ନିତାନ୍ତ ଆବଶ୍ୟକ। ଯୁଦ୍ଧ ପାଇଁ ପ୍ରସ୍ତୁତି ତଥା ଧର୍ମ ପକ୍ଷର ସପକ୍ଷ ନେବା ବୁଦ୍ଧିମାନର କର୍ତ୍ତବ୍ୟ। 37 ଜଣେ ଶକୁନିର ମିତ୍ର, ଜଣେ ଶ୍ରୀକୃଷ୍ଣଙ୍କ ମିତ୍ର। ମିତ୍ରତାର ଫଳାଫଳ ସମସ୍ତଙ୍କୁ ଜଣା, ତେଣୁ ବୁଝି ବିଚାରି ମିତ୍ରତା କରନ୍ତୁ। 38 ଏକ ନାରୀ
ଅନ୍ୟ ନାରୀର ଅନ୍ତର୍ବେଦନା ସଠିକ ଭାବରେ ବୁଝିପାରନ୍ତି। ତେଣୁ ସମସ୍ତ ନାରୀ ଜାତି ରାମ, କୃଷ୍ଣ, ଶିବାଜୀ ପରି ସନ୍ତାନମାନଙ୍କୁ ସତଶିକ୍ଷା ଦେଇ ନାରୀ ଜାତିର ସମ୍ମାନ ତଥା ରାଷ୍ଟ୍ର ଏବଂ ଧର୍ମର ରକ୍ଷା କରିବା ପାଇଁ ପ୍ରସ୍ତୁତ କରିବା ଅତ୍ୟାବଶ୍ୟକ। 49 ଛୋଟ ବାଦଲ ଯେପରି ଜ୍ୟୋତ୍ସ୍ନା ଆଲୋକକୁ ଢାଙ୍କି ଦିଏ, ଠିକ୍ ସେହିପରି ନିଜର ଛୋଟ ବଦ ଅଭ୍ୟାସ ମନର ଭକ୍ତି ଭାବରେ ବିଘ୍ନ ସୃଷ୍ଟି କରିଥାଏ। 40 ଏ ସଂସାରରେ କିଛି ଲୋକ ଅଛନ୍ତି ଆଗ ସେହିମାନଙ୍କୁ ହତାଦର କରନ୍ତି ଯାହାଙ୍କ ପାଇଁ ଆଜି ସେମାନେ ଏ ଦୁନିଆ ଦେଖୁଛନ୍ତି। ତେଣୁକରି ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ କେବେ ଥରେ ନିଜର ହାତକୁ ଲକ୍ଷ୍ୟ କରିଛନ୍ତି କି? ଯଦି ନା ତାହେଲେ ଏବେଠାରୁ ଅଭ୍ୟାସ କରନ୍ତୁ। ଦେଖିବେ ଜୀବନରେ ଆପଣ ବି ଉନ୍ନତି କରିବେ। ଏଥିରେ ଜମାରୁ ସନ୍ଦେହ ନାହିଁ।